ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେମାନେ ସେହି ଜାଗାକୁ ଦେଖିବା ଯେଉଁ ଜାଗାରେ ସ୍ୱର୍ଗଦୂତ ଗାବ୍ରିଏଲ ମରିୟମକୁ ଦର୍ଶନ ଦେଇଥିଲେ। ହଁ ପ୍ରିୟ ବନ୍ଧୁଗଣ, ସ୍ୱର୍ଗଦୂତ ଗାବ୍ରିଏଲ ମରିୟମକୁ କେଉଁ ସ୍ଥାନରେ ଦର୍ଶନ ଦେଇଥିଲେ ଆଉ ସେ ଜାଗାକୁ ଦେଖିବା। ଆଉ ସେଠାରେ କେମିତି ଏକ ଗୋଟେ ବଡ଼ ଘର ଗୋଟେ ତିଆରି କରାଯାଇଛି, ସେ ସ୍ଥାନକୁ କିପରି ସୁରକ୍ଷିତ କରି ରଖାଯାଇଛି, ଆଉ କେମିତି ଦେଶ ବିଦେଶରୁ ଅସଂଖ୍ୟ ଲୋକମାନେ ସେ ସ୍ଥାନକୁ ଆସିକି ସେ ସ୍ଥାନକୁ ପରିଦର୍ଶନ କରିକି ସେମାନେ ଯାଉଛନ୍ତି। ଗାବ୍ରିଏଲ ଦୂତ ମରିୟମଙ୍କ ପାଖକୁ ଆସିଲେ, ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ ଯେ ତୁମେ ଏକ ପୁତ୍ର ସନ୍ତାନ ଜନ୍ମ କରିବ ଏବଂ ତୁମେ ତାହାର ନାମ ଯୀଶୁ ଦେବ। ସେ ପରାତ୍ପର ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ଲୋକଲିଖିତ ସୁସମାଚାର 1 ପର୍ବ 26 ପଦରୁ ଯଦି ଆମେ ଦେଖିବା, ସେଠି ଗାବ୍ରିଏଲ ଦୂତ କେମିତି ଆସିଲେ ସେ ସମସ୍ତ ବିଷୟ ଲେଖା ଅଛି। ପରେ 6ଠ ମାସରେ ଗାବ୍ରିଏଲ ଦୂତ ଈଶ୍ୱରଙ୍କ ନିକଟରୁ ଗାଲିଲିର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପ୍ରେରିତ ହେଲେ। ଦାଉଦଙ୍କ ବଂଶର ଯୋସେଫ ନାମକ ଜଣେ ପୁରୁଷଙ୍କ ସହିତ ତାଙ୍କର ବିବାହ ନିର୍ବନ୍ଧ ହୋଇଥିଲା। ସେହି କନ୍ୟାଙ୍କ ନାମ ମରିୟମ। ସେ ଗୃହରେ ପ୍ରବେଶ କରି ତାଙ୍କ ନିକଟକୁ ଆସି କହିଲେ, ଆଗ ଅନୁଗ୍ରହ ପାତ୍ରୀ, ତୁମର ମଙ୍ଗଳ ହେଉ, ପ୍ରଭୁ ତୁମର ସହବର୍ତ୍ତୀ। ଏ ଘର ଆପଣ ଦେଖୁଛନ୍ତି, ଇଏ ହେଉଛି ସେଇ ଘର ଆଜ୍ଞା। ଆଉ ଯେଉଁ ଜାଗାରେ ଗାବ୍ରିଏଲ ଦୂତ ମରିୟମକୁ ଦର୍ଶନ ଦେଇଥିଲେ, ସେଇ ଜାଗାରେ ଏଇ ଘର ଆଜି ବନା ହେଇଛି। ଏଇ ଭିତରକୁ ଲୋକମାନେ ଯିବା ଆସିବା କରନ୍ତି, ସେ ଜାଗାକୁ ମଧ୍ୟ ଦେଖନ୍ତି। ଆମେ ମଧ୍ୟ ସେ ଜାଗାକୁ ଦେଖିବା, କେଉଁ ଜାଗାରେ ଗାବ୍ରିଏଲ ଦୂତ ମରିୟମକୁ ଦର୍ଶନ ଦେଇଥିଲେ। ତ ଲେଖା ଅଛି 28 ପଦ 29ରୁ, କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ଉଦ୍ବିଗ୍ନ ହୋଇ ଏହା କି ପ୍ରକାର ସମ୍ଭାଷଣ ବୋଲି ମନରେ ଆନ୍ଦୋଳନ କରିବାକୁ ଲାଗିଲେ। ସେଥିରେ ଦୂତ ତାଙ୍କୁ କହିଲେ, ଆଗ ମରିୟମ, ଭୟ କର ନାହିଁ, କାରଣ ତୁମେ ଈଶ୍ୱରଙ୍କ ଛାଉଁରେ ଅନୁଗ୍ରହ ପ୍ରାପ୍ତ ହୋଇଅଛ। ପ୍ରିୟ ବନ୍ଧୁଗଣ, ଆଉ ଦେଖ, ତୁମେ ଗର୍ଭ ଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ। ସେ ମହାନ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ। ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ, ପୁଣି ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ। କିନ୍ତୁ ମରିୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ। ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମକୁ ଆବରିବେ। ଏଣୁ ଯିଏ ଜାତ ହେବେ ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ହଁ ପ୍ରିୟ ବନ୍ଧୁଗଣ, ଆଉ ଦୂତ ଆହୁରି ମଧ୍ୟ କହୁଛନ୍ତି, ପୁଣି ଦେଖ, ତୁମର ଆତ୍ମୀୟା ଏଲିଜାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି। ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ 6ଠ ମାସ ହେଲାଣି, କାରଣ ଈଶ୍ୱରଙ୍କ ଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ। ଏଥିରେ ମରିୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ, ଆପଣଙ୍କ ବାକ୍ୟ ଅନୁସାରେ ମୋ ପ୍ରତି ଘଟୁ। ତାହାପରେ ଦୂତ ତାଙ୍କ ନିକଟରୁ ପ୍ରସ୍ଥାନ କଲେ। ହାଲେଲୁୟା। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଆକସ୍ମିକ ଥିଲା, ଅଦ୍ଭୁତ ଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ, ଆପଣ ଯାହା ବି ଏଇ ଜାଗାରେ ଦେଖୁଛନ୍ତି, ଏ ସମସ୍ତ ବିଷୟ ତ ଆଗରୁ ନଥିଲା, କିନ୍ତୁ ଏଇ ଜାଗା ସତ୍ୟ ଅଟେ। ଏହି ସ୍ଥାନରେ ଯେ ଗାବ୍ରିଏଲ ଦୂତ ଆସିଥିଲେ, କୁମାରୀ ମରିୟମକୁ ଦର୍ଶନ ଦେଇଥିଲେ ଏବଂ ଯୀଶୁଙ୍କର ଜନ୍ମ ବିଷୟରେ ସୁସମ୍ବାଦ ଦେଇଥିଲେ,
ଏଇ କଥା ବିଲକୁଲ ସତ୍ୟ ଅଟେ। ଏହାକୁ ଅସ୍ୱୀକାର କରାଯାଇପାରେ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଏ ସମସ୍ତ ଜାଗା ଆପଣଙ୍କୁ କିପରି ଲାଗୁଛି କମେଣ୍ଟ କରନ୍ତୁ। ଆଉ ଯଦି ଏ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥାଏ ଭିଡ଼ିଓକୁ ସେୟାର କରିବା ପାଇଁ ଭୁଲିବେ ନାହିଁ। ତେବେ ଦେଖନ୍ତୁ, ଇଏ ହେଉଛି ସେଇ ଘର, ମାନେ କେତେ ବଡ଼ ଘର ବନା ହେଇଛି। ମାନେ ଲାଗୁଛି ଯେମିତି ଗୋଟେ ବହୁତ ବଡ଼ ପ୍ରାସାଦ ଭଳିଆ ଲାଗୁଛି। ବିରାଟ ବଡ଼ ଘର ବନା ହେଇଛି। ଯେଉଁ ଜାଗାରେ ମରିୟମ ବସିଥିଲେ ଗାବ୍ରିଏଲ ଦୂତ ଅବତରଣ କରିଥିଲେ। ଅବତରଣ କରିକି ମରିୟମକୁ ଦର୍ଶନ ଦେଇଥିଲେ ଏବଂ କହିଲେ, ତୁମେ ଏକ ପୁତ୍ର ସନ୍ତାନ ଜନ୍ମ ଦେବ, ତାହାଙ୍କ ନାମ କ'ଣ ହେବ? ତାହାଙ୍କ ନାମ ଯୀଶୁ ହେବ। ଆଉ ସେ ପରାତ୍ପର ଈଶ୍ୱରଙ୍କ ପୁତ୍ର ବୋଲି ସେ ଖ୍ୟାତ ହେବେ। ଆଉ ସେ ଈଶ୍ୱରଙ୍କ ପୁତ୍ର ବୋଲି ସେ ଖ୍ୟାତ ହେବେ। ଆଉ ଦେଖନ୍ତୁ, ଏ ଜାଗାକୁ ଆଜି ଆପଣ ଦେଖନ୍ତୁ, ଇଏ ହେଉଛି ସେଇ ଜାଗା ଏକ୍ଜାକ୍ଟଲି। ଆଉ ଏଇ ଜାଗା ଆପଣଙ୍କୁ କିପରି ଲାଗୁଛି କମେଣ୍ଟ କରନ୍ତୁ। ଯଦି ଆପଣ ଏ କ୍ୱେଶ୍ଚିନ୍ ମୋତେ କରନ୍ତି, ମୋର ଆନ୍ସର୍ ଏଇଟା ହେବ ଯେ ଏଇ ଜାଗା ମୋତେ ବହୁତ ଭଲ ଲାଗୁଛି, ବହୁତ ଆନନ୍ଦ ଲାଗୁଛି। କାରଣ ଇଏ ହେଉଛି ଏମିତି ସେମିତି ଜାଗା ନୁହେଁ, ଇଏ ହେଉଛି ଏକ ପବିତ୍ର ଜାଗା। ଇଏ ହେଉଛି ଏକ ପବିତ୍ର ଜାଗା, ଯେଉଁ ଜାଗାରେ ମରିୟମ କ'ଣ ପାଇଥିଲେ? ଦର୍ଶନ ପାଇଥିଲେ ଏବଂ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଜନ୍ମ ଦେଇଥିଲେ। ଉଦ୍ଧାରକର୍ତ୍ତା କହିଲେ ଏମିତି ସେମିତି ନୁହେଁ, ସାରା ଜଗତକୁ ଉଦ୍ଧାର କରିବା ବାଲା, ସାରା ଜଗତକୁ ବଞ୍ଚାଇବା ବାଲା, ପାପରୁ ପରିତ୍ରାଣ ଦେବା ବାଲା ପ୍ରଭୁ ଯୀଶୁଖ୍ରୀଷ୍ଟ ପରବର୍ତ୍ତୀ ମୁହୂର୍ତ୍ତରେ ଜନ୍ମ ହୋଇଥିଲେ। ମରିୟମ ପଚାରୁଛନ୍ତି ଏସବୁ କେମିତି ହେବ? ମୁଁ ତ କୌଣସି ପୁରୁଷଙ୍କୁ ମୁଁ ଜାଣେ ନାହିଁ। କିନ୍ତୁ ଦୂତ ତାଙ୍କୁ ସାହସ ଦେଇ କହୁଛନ୍ତି ଯେ ତୁମେ ଭୟ କର ନାହିଁ, କାରଣ ପରାତ୍ପରଙ୍କ ଶକ୍ତି ତୁମକୁ ଆବରିବେ। ମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ହିଁ ତୁମେ ଜନ୍ମ ଦେବ। କାହାକୁ? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତୁମେ ଜନ୍ମ ଦେବ, ଯିଏକି ପରାତ୍ପର ଈଶ୍ୱରଙ୍କର ପୁତ୍ର ବୋଲି ସେ ଖ୍ୟାତ ହେବେ। ଏଠି ଏକ ମରିୟମଙ୍କର ମୂର୍ତ୍ତି ରଖାଯାଇଛି ଯା ଶୋ ନିମନ୍ତେ, କାରଣ ଏଇ ଜାଗା ମରିୟମଙ୍କ ସହିତ ପୁରା ଡାଇରେକ୍ଟ ସମ୍ପର୍କିତ ଅଟେ ଏବଂ ଗାବ୍ରିଏଲ ଦୂତଙ୍କ ସହିତ ମଧ୍ୟ। ଏ ଜାଗାକୁ ଦେଖିଲେ ଦୁଇ ଜଣଙ୍କ ବିଷୟ ମନେ ପଡ଼େ। ଜଣେ ହେଉଛନ୍ତି ମାତା ମରିୟମ, ଆଉ ଜଣେ ହେଉଛନ୍ତି ଗାବ୍ରିଏଲ ସ୍ୱର୍ଗଦୂତ। ତେଣୁ ଦୁଇ ଜଣଙ୍କର ଇତିହାସ ରହିଅଛି ଏ ଜାଗାରେ ଏବଂ ଦୁଇ ଜଣଙ୍କର ସ୍ମୃତି ଏଇ ଜାଗାରେ ରହିଛି। ସେଥିପାଇଁ এই ସ୍ଥାନକୁ ଅସ୍ୱୀକାର କରାଯାଇପାରେ ନାହିଁ। କେତେ ଲୋକ ଦେଖନ୍ତୁ, ଆଉ ଗୁଡ୍ ଫ୍ରାଇଡ଼େ ଆଉ ଗୋଟେ ହେଉଛି ଖ୍ରୀଷ୍ଟମାସ୍ ଦିନ ଏଠି ବହୁତ ଲୋକ ଏକତ୍ରିତ ହୁଅନ୍ତି। ମାନେ ଡିସେମ୍ବର ମାସ 15 ତାରିଖରୁ ପରଠୁ ଏଇଠି ଲୋକମାନେ ଯିବା ଆସିବା କରିଦିଅନ୍ତି। ମୁଁ ଆପଣଙ୍କୁ କହିଥିଲି ସେ ଜାଗାକୁ ଦେଖେଇବି। ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ସେଇ ଜାଗା। ଦେଖନ୍ତୁ, ଏଇଟା ହେଉଛି ସେଇ ଜାଗା ଯେଉଁ ଜାଗାରେ ଗାବ୍ରିଏଲ ସ୍ୱର୍ଗଦୂତ ଦେଖା ଦେଇଥିଲେ କାହାକୁ? ମରିୟମକୁ। ଇଏ ହେଉଛି ସେଇ ଜାଗା। ତାକୁ ଏମିତି ବାଉଣ୍ଡ୍ରି ଦିଆହେଇଛି ବା କବାଟ ଦିଆହେଇଛି। ଆଉ ଇଏ ହେଉଛି ସେଇ ଜାଗା। ଦେଖନ୍ତୁ, ଆଉ এই ଜାଗା ହେଉଛି ପବିତ୍ର। କାହିଁକି ଏ ଜାଗା ପବିତ୍ର ଆପଣ ଜାଣିପାରୁଥିବେ। କାରଣ ଜଣେ ଉଦ୍ଧାରକର୍ତ୍ତା ଜନ୍ମ ହେବେ ଏବଂ ମାତା ମରିୟମ ଏହି ସ୍ଥାନରେ ସେ କ'ଣ କରିଥିଲେ? ଏହି ସ୍ଥାନରେ
ସ୍ୱର୍ଗଦୂତ ଗାବ୍ରିଏଲ ଆସିକି ଦର୍ଶନ ଦେଇଥିଲେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ କେମିତି ଲାଗୁଛି ଏ ଜାଗା କମେଣ୍ଟ କରି ନିଶ୍ଚୟ ଜଣାଇବେ। ଆଉ ଇଏ ହେଉଛି ବାହାର ସାଇଡ଼୍, ସେ ଘରର ଚତୁଃପାର୍ଶ୍ୱର ଦୃଶ୍ୟ ଏମିତି ଦେଖାଯାଏ। ଆପଣ ଦେଖନ୍ତୁ। ଆଉ ପ୍ରିୟ ବନ୍ଧୁଗଣ, ଏ ଜାଗା ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାଇବେ। ଆଉ ଯଦି এই ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓକୁ ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ। ଆଉ ଯଦି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପ୍ରିୟ ବନ୍ଧୁଗଣ, ଆଉ ଆଜିର ଭିଡ଼ିଓକୁ ଆମେ ଏଇଠି ରଖିବା। ପୁଣି ଥରେ ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର।